ଦେଖନ୍ତୁ ହଁ ଆଜି ସକାଳୁ 18.56 ଥିଲା ବର୍ତ୍ତମାନ କମିକି 18.49 ହେଇଛି ଜଳସ୍ତର। ଏବଂ ଏଠି ଯେଉଁ ଆମେ ଆସିଛନ୍ତି ଏଠି ଯେଉଁ ପାଖରେ 50 ଫୁଟର ଯେଉଁ ବ୍ୟାରେଜ୍ ପାଖରେ ଧସିଛି ଯେଉଁଟା ଆମ ସାଇଟ୍ରେ ଯେଉଁ ଧସିଛି ଯାହାଦ୍ୱାରା ଯଦି ଅଧିକା କିଛି କ୍ଷତି ହେବ ତାହେଲେ ଆମର ଯେଉଁ ମଣିନାଥପୁର ଯେଉଁ ପଞ୍ଚାୟତ ଅଛି ସେଠି ଷୋଳମପୁର ଯେଉଁ ଅଛି ଏଫେକ୍ଟେଡ଼ ହେବ। ଗୋଟିଏ କଥା କହିବି ଆପଣ ଏଇ ବର୍ଷ ଦୁଇଟି ବନ୍ୟା ଆମ ଅଞ୍ଚଳର ଲୋକମାନେ ଫେସ୍ କଲେଣି। ମୁଁ ସରକାରଙ୍କ ଦାବି ଉପସ୍ଥାପନ କରିବାକୁ ଚାହୁଁଛି ଆପଣଙ୍କ ମାଧ୍ୟମରେ ତୁରନ୍ତ ଗୋଟେ ଉଚ୍ଚସ୍ତରୀୟ କମିଟି ଡାକି ଯେଉଁ ଚାଷୀମାନଙ୍କର କ୍ଷୟକ୍ଷତି ହୋଇଛି ତା'ର ସମୀକ୍ଷା କରି ତୁରନ୍ତ ତାଙ୍କୁ କ୍ଷୟକ୍ଷତି ଦେବା ପାଇଁ ଦୃଢ଼ ପଦକ୍ଷେପ ନେବା ପାଇଁ ମୁଁ ଆପଣଙ୍କ ମାଧ୍ୟମରେ ଦାବି ଉପସ୍ଥାପନ କରୁଛି। ଏବଂ ତା ସହିତ ଏ ବନ୍ୟାର ଚିର ପ୍ରତିକାର ପାଇଁ ମଧ୍ୟ ବାରମ୍ବାର ମୁଁ ମଧ୍ୟ ବିଧାନସଭା କ୍ୱେଶ୍ଚନ୍ କରିଛି, ଏବେ ମଧ୍ୟ କହୁଛି ଏଇ ଯେଉଁ ଅଛି ଏସ୍କେପ୍ ଗୁଡ଼ିକ ଅଛି ତା'ର ତୁରନ୍ତ କେମିତି କ'ଣ ହେଇପାରିବ ଯେଉଁ କଥା ମୁଁ ଆଗରୁ କହିଥିଲି ଆଇଦର କ୍ରିକ୍ ମାଧ୍ୟମରେ ପାଣି ନିଅନ୍ତୁ ନା ଟୋଟାଲ୍ ଏସ୍କେପ୍ଟା ବନ୍ଦ କରନ୍ତୁ, ତୁରନ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ମୁଁ ଦାବି ଉପସ୍ଥାପନ କରୁଛି। କାରଣ ଏହି ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଏହି ସମସ୍ୟାରେ ଜଡ଼ିତ ହୋଇକି ଅଛନ୍ତି।